କିଏ ଆପଣ? ମୁଁ ପଚାରୁଛି ତୁ କିଏ? ମୁଁ ଆଶୁତୋଷ ସାମନ୍ତରାୟ। ଓ ତୁ ତାହେଲେ ସେ ଆଶୁତୋଷ ସାମନ୍ତରାୟ। ଆଜ୍ଞା ଡାକ ତ ଭାଇ ଆଦିତ୍ୟକୁ ଟିକେ ଡାକିଲୁ। ହଁ ଆଜ୍ଞା, ମୋ ଭାଇକି ମୁଁ ଡାକିଦେବି। ହେଲେ ଆପଣ ଏଇ ସାପ ଗୁଡାକୁ ନେଇ ବାହାରେ ଛାଡି ଆସିଲେ। କଣ ହେଲା? ସାପ ଗୁଡାକୁ ନେଇକି ବାହାରେ ଛାଡି ଦେଇ ଆସିବି? ହଁ ଆଜ୍ଞା। ବେ ମୁଁ ବୋଧେ କେ ତୁ ଜାଣିନୁ। କହୁନାହାନ୍ତି ଆଜ୍ଞା। ମୋ ନାଁ ଶିବ ଶଙ୍କର। ଦେବ ମହାଦେବ କୈଳାସପତି ଶିବଙ୍କର ଯେମିତି ସାପ ପ୍ରିୟ, ମୋର ବି ସେମିତି ସାପ ଅତି ନିଜ। କାହାକୁ କଣ କହୁଛୁ ଜାଣିପାରୁଛୁ ତ? ଭଦ୍ରା ବି କଣ କଥା ଜଣା ଅଛି ନା? କଣ ଏତେ ବଡ ପାଟି କଣ? ଇଏ ପ୍ରଥମରୁ ମୁଁ ତ ଆଜ୍ଞା ଆପଣ ସମାଧାନ କରୁଛି, ହେଲେ ମତେ ଏମିତି ଦେଖାଦେଖି କରିବା ମାନେ କଣ? ମୋ ଘରେ ବସି ପଡି ମତେ ନା ଲେଖି କଣ ଅଛି ଭାଇ? ତୁ ସାଦିତ୍ୟ ନା? ତୁମ ଭଉଣୀ ଅନୁଷ୍କାକୁ ଭଲ ପାଉଛୁ ନା? ଏବେ ଏଇ ମୁହୂର୍ତ୍ତରେ ତ ଭାଇ ସାମ୍ନାରେ ସବୁ ସତ କଥା କହିଦେ। ଏବେ କହିବ କଣ? ଅନେକ ଦିନ ଆଗରୁ ଆଦିତ୍ୟ ମତେ କହିସାରିଛି ଅନୁଷ୍କା ବୋଲି ଗୋଟେ ଝିଅକୁ ସେ ଭଲ ପାଉଛି। ଆରେ ମୋ ଭଉଣୀକି ଆଜି ପର୍ଯ୍ୟନ୍ତ ଆପଣଙ୍କ ଭାଇ ବାହା ହେଇନାହାନ୍ତି କାହିଁକି? ସବୁ ଭଲ ପାଇବାର ମାନେ କଣ ବାହାଘର? ସବୁ ପ୍ରେମର ଶେଷ ଟୁକୁରା କଣ ସିନ୍ଦୁର? ମୋ ଭଉଣୀ ସହିତ ଯଦି ବିଶ୍ୱାସଘାତକତା କରିବା ପାଇଁ ଚେଷ୍ଟା କର, ମୋ କେଦାର ଗୌରୀକି ଲଗେଇ ତମ ବଂଶରେ ବାଦ କରିଦେବି। ସାଙ୍ଗେ ସାଙ୍ଗେ ଘର ବାହାର। এই ଦିଟାକ ସାପ ନେଇ ଘର ଭିତରେ ଆସିବ ସାହସ କଣ କେମିତି? ସାହସଟା ମୋ ଦି ପୁଅ ଝିଅ ଦେଇଛନ୍ତି। ମୋଠୁ ଖାଲି ଖାଲି ଯିବା ପାଇଁ ଆସିନି। ମୁଁ ମୋ ଭଉଣୀକି ସାଙ୍ଗରେ ନେଇକି ଆସିଛି ମାନେ ଆଜି ତା ସହିତ ତ ବାହାଘର ହବ। କଣ ଜବରଦସ୍ତି? ଅନୁଷ୍କାକୁ ଭଲ ପାଉଛି ସତ, ତା ମାନେ କଣ ଆଜି ବାହାଘର ହବ? ଠିକ ଅଛି, ଯଦି ଆଜି ବାହାଘର ନହେଲା ମୁଁ ମୋ ଭଉଣୀକି ସାଙ୍ଗରେ ନେଇକି ଆସିଛି ମାନେ ତା ଆଉ କୋଉଠି ବାହାଘର କରିବି ବୁଝିବି। ଆରେ ତମ ଭଉଣୀକି ତମେ ଯଦି ବଜାର ପଚା ପରିବା ଭାବୁଥିବ ତାହେଲେ ସେଇଆ କରିବ। ଆଉ ଯଦି ତାକୁ ଭଉଣୀ ବୋଲି ଭାବୁଥାଅ ତାହେଲେ ଏବେ ତାକୁ ସାଙ୍ଗରେ ନେଇ ଘରକୁ ଯିବ। ତମ ଭଉଣୀକି ଯିବ ଆମ ବାଜା ବଜେଇ ରୋଷଣୀ କରି ତମ ଅଗଣାରେ ଯାଇ ପହଞ୍ଚିବ। ବେଦି ଉପରେ ବସି ତମ ଭଉଣୀକି ଭାଇ ସେ ତା ଘରକୁ ନେଇ ଆସିବ। ମୁଁ ତୋର ଏତେ କଥା ଶୁଣିବାକୁ ଚାହୁଁନି, ମତେ କେବଳ ପଦେ କଥା କହିବୁ। କଣ କହୁନା? ମୋ ଭଉଣୀକି ତମ ଘରର ବହୁର ସ୍ୱୀକୃତି ଦବ କି ନାହିଁ? ତମ ଭଉଣୀର ବିଚାର ମୁଁ କରିବିନି, ଆଉ ବିଚାର କରିବ ମୋ ଭଉଣୀ। ଅପେକ୍ଷା କର, ମୁଁ ମୋ ଭଉଣୀକି ପଠେଇ ଦଉଛି। ମୋ ଭଉଣୀର ନିଷ୍ପତ୍ତି ହବ ଆମ ପରିବାର ପାଇଁ ଶେଷ ନିଷ୍ପତ୍ତି। ତମର ଗୋଟେ ଭଉଣୀ ଅଛି ବୋଲି ଏକଥା ତ କାହିଁ ମୋ ଭଉଣୀ ମତେ କହିନି? ବେ ତମ ଭଉଣୀ କଣ ମୋ ଭଉଣୀର ବିଚାର କରିବ ବୋଲି? ତମ ଭଉଣୀ କଣ ହାଇକୋର୍ଟର ବିଚାରପତି? ହାଇକୋର୍ଟର ବିଚାରପତି ନୁହଁ, ସୁପ୍ରିମ କୋର୍ଟର ବିଚାରପତି। এই তো ମୋ ଭଉଣୀ ଆସିଗଲାଣି। ତା ନିଷ୍ପତ୍ତି ଏ ଘରର ଶେଷ ନିଷ୍ପତ୍ତି। ଆଚ୍ଛା, ତୁ ତାହେଲେ ଏମାନଙ୍କର ଭଉଣୀ ନୁହଁ? ଆମେ ତ ଦେଢଶୁର ନୁହଁ, ମୁଣ୍ଡରେ କାହିଁ ଏମିତି ଓଢ଼ଣା ଦେଇକି ଠିଆ ହେଇଛି? ଅଚିହ୍ନା ଲୋକମାନଙ୍କୁ ଓଢ଼ଣା ଦେବା ଓଡ଼ିଆଣୀ ମାନଙ୍କର ପରମ୍ପରା। ମତେ ଚିହ୍ନା ଚିହ୍ନା ଲାଗୁଛି, କିଏ ତୁ? ଆପଣ ମୋ ପାଇଁ ଅଚିହ୍ନା ଯେତେବେଳେ ମୋ ଭଏସ ଆପଣଙ୍କୁ ଚିହ୍ନା ଚିହ୍ନା ଲାଗିଲା। ଭଗବାନ କହୁଛି ମୁଣ୍ଡରେ ଓଢ଼ଣା ଖୋଲ। ସେଇଟା ମୋ ଇଚ୍ଛା। ଆଚ୍ଛା, ତୁ ତାହେଲେ ମୁଣ୍ଡରେ ଓଢ଼ଣା ଖୋଲିବନି ଭାଇ? ଠିକ ଅଛି। ଆଚ୍ଛା, ତୁ ପୁରା ଘର ପାଇଁ ସୁପ୍ରିମକୋର୍ଟର ବିଚାରପତି, ମୋ ଭଉଣୀର ତ ଭାଇର ବାହାଘରକୁ ନେଇ କି ନିଷ୍ପତ୍ତି ନେବି? ନିଷ୍ପତ୍ତି ତ ନେବି ନିଶ୍ଚୟ, କିନ୍ତୁ ମୋ ଭାଇ ବିଷୟରେ ଶୁଣନ୍ତୁ। ମୋ ଭାଇଙ୍କର ଆଗରୁ ଗୋଟେ ସ୍ତ୍ରୀ ଅଛି। ଆପଣଙ୍କ ଭଉଣୀ ତାଙ୍କର ଦ୍ୱିତୀୟ ସ୍ତ୍ରୀ ହେଇପାରିବେ ତ? କାହାକୁ କଣ କହୁଛୁ ଜାଣିପାରୁଛୁ ତ? ମୋ ଭଉଣୀ ହେବ ତ ଭାଇର ଦ୍ୱିତୀୟ ସ୍ତ୍ରୀ, ଆଇ ମିନ୍ ସେକେଣ୍ଡ ୱାଇଫ୍। ଆଜିକାଲି ଦୁନିଆ ତ ସମସ୍ତଙ୍କର ସେକେଣ୍ଡ ୱାଇଫ୍ ଅଛନ୍ତି। ଆପଣଙ୍କର ବି ସେକେଣ୍ଡ ୱାଇଫ୍ ଥିବେ। ମୋ ମୁଣ୍ଡରେ ନିଆଁ ଲଗେଇବାକୁ ଚେଷ୍ଟା କରନା କହୁଛି। ମୋ ମୁଣ୍ଡରେ ନିଆଁ ଲାଗିଲେ ମୁଁ କାହାର ବି ନୁହଁ। ତମେ ତମ ଜୀବନରେ କେବେ କାହାର ହୋଇକି ଥିଲ ନା କାହାର ହୋଇକି ଅଛ, ନା ଭବିଷ୍ୟତରେ କେବେ କାହାର ହୋଇକି ରହିବ। ତମର ତ ଅନେକ ରୂପ, ଅନେକ କାହାଣୀ। ସତ କହିବାକୁ ଗଲେ ତମେ ଜଣେ ବହୁରୂପୀ ଏଣ୍ଡୁଅ। ତୁ କହିବା ଦରକାର ନାହିଁ ତୁ କିଏ ମୁଁ ଜାଣି ସାରିଲିଣି। ଆରେ ଏଣ୍ଡୁଅ ବୋଲି ମତେ ଜଙ୍ଗଲ ଭିତରେ ଥରେ ଜଣେ ଗେଲେରେ ଡାକିଥିଲେ। ତୁ ଆଉ କେହି ନୁହଁ, ତୁ ହଉଛୁ ସେ ଶିବାନୀ। ଶିବାନୀ?
ଶିବାନୀକି ତମେ ଚିହ୍ନିଲ କେମିତି? ଶିବାନୀ ସହିତ ତମର ସମ୍ପର୍କ କଣ? ପ୍ରଶ୍ନର ଉତ୍ତର ଦେଇପାରିବିନି। ଭଲରେ କହୁଛେ ମୁଣ୍ଡର ଅଣା ଖୋଲ, ଭଲରେ କହୁଛେ ମୁଣ୍ଡର ଅଣା ଖୋଲ, ନହେଲେ ମୁଁ କେତାର ଗୌରୀ 2 ଜଣ ମିଶିକି ତ ମୁଣ୍ଡର ଅଣା ଖୋଲିବେ। ଖୋଲିବୁନି ନା? ଠିକ ଅଛି। ଏଇ ଗଲା କେଦାର ଗୌରୀ। କୁକୁଡ଼ା କହୁଥିଲୁ ତ ଦୁନିଆରେ କେହି ନାହାନ୍ତି ବୋଲି। ତାଙ୍କ ଘରକୁ ଆସିବ କେମିତି? ଆମ ଭଉଣୀ ଆଲୁ ନଥିଲେ। ଏମିତି ଆସିଲେ କାହିଁକି ଏବେ ସେ ପ୍ରଶ୍ନର ଉତ୍ତର ମୁଁ ଦେଇପାରିବିନି। ତମ ପ୍ରଥମ ପ୍ରଶ୍ନ ଥିଲା ନା ତମ ଭଉଣୀ ଏ ଘରର ବୋହୂ ହବ। ଠିକ ଅଛି, ମୁଁ କହୁଛି ତମ ଭଉଣୀ ଏ ଘରର ବୋହୂ ହବ। ତମେ ଏବେ ତମ ଭଉଣୀର ବୋଝ ଓଲିବାକୁ ଚାହୁଁଛ ନା? ଠିକ ଅଛି, ଆଜି ତ ତମ ଭଉଣୀ ଏଇ ଘରେ ରହିବ। କିନ୍ତୁ ଆଦିତ୍ୟ ଭାଇ ଦିନ କେଇଟା ପରେ ତାଙ୍କ ହାତରୁ ଶଙ୍ଖା ଖୋଲି ତାଙ୍କ ମଥାରୁ ସିନ୍ଦୁର ଖୋଜିଦେବେ। ମୋ ଅବସ୍ଥା କେବେ ତମ ଭଉଣୀର ହବନି, ସେ ଗ୍ୟାରେଣ୍ଟି ମୁଁ ଦେବି। ଆସ ଅନୁଷ୍କା, ମୋ ସହିତ ଭିତରକୁ ଆସ। ଅନୁଷ୍କାକୁ କାହିଁକି ଯଦି ଏଇଭଳି ଅବସ୍ଥାରେ ପାଇବୁ ତ ମୁଁ ଗୋଟେ କଥା ପଚାରିବି। ତମେ ଅନୁଷ୍କାର ଭାଇ ନା ଗୋଟେ ରାକ୍ଷସ? ଆଉ କିଏ ହେଲୁ କାହିଁକି? ଯା ଚାଲି ଯା ଏଠୁ। ତୋ ସହିତ ମୋର କୌଣସି ସମ୍ପର୍କ ନାହିଁ। ଏଇ ବୋଧେ ଆମର ଶେଷ ଦେଖା। କେଦାର ଗୌରୀ, ତମ ଦେଇର ବାହାଘର ଠିକ ହେଇଗଲା। ଆମେ ଗୋଟେ ବେଶୀ ସମୟ ରହିବାନି, କାଙ୍ଗାଳିଆ ଗୋଟେ ଯୌତୁକ ମାଗିବେ। ଆମେ ଚାଲ ପଳେଇବା, ଭୋଜି ଖାଇବାକୁ 3 ଜଣ ଯାକ ଆସିବା। ଚାଲ ଚାଲ ଚାଲ।